ସାଙ୍ଗମାନେ ପୁଣି ଥରେ ଓଡ଼ିଶା ପୋଲିସରେ ନିଯୁକ୍ତି ବାହାରି ଅଛି, ଯାହାକି କ୍ଲର୍କ ପାଇଁ ରହୁଅଛି। ଏଥିରେ ଉଭୟ ପୁରୁଷ ମହିଳା ଆବେଦନ କରିପାରିବେ। ଏହା ପୂର୍ବରୁ ଓଡ଼ିଶା ପୋଲିସ କନେଷ୍ଟବଳକୁ ନେଇ ମୁଁ ଫୁଲ୍ ଭିଡ଼ିଓ କରିସାରିଛି, ଯାହାର ଲିଙ୍କ୍ ଏ ଭିଡ଼ିଓ ଡେସ୍କ୍ରିପସନରେ ମୁଁ ଦେଇଦେବି। ଆପଣ ଯାଇ ସେଠୁ ଚେକ୍ଆଉଟ୍ କରିନେବେ। ସେ ଭିଡ଼ିଓରେ କନେଷ୍ଟବଳର କ୍ୱାଲିଫିକେସନ୍ ଏବଂ କିଭଳି ରହୁଛି ଏହାର ଫିଜିକାଲ୍ ଟେଷ୍ଟ ଫୁଲ୍ ଡିଟେଲ୍ସ ଭିଡ଼ିଓ ସେଥିରେ ଅଛି, ଆପଣମାନେ ସେଥିରୁ ପାଇପାରିବେ। ତ ଆସନ୍ତୁ ଏ କ୍ଲର୍କ ପାଇଁ କ'ଣ କ'ଣ କ୍ୱାଲିଫିକେସନ୍ ମାଗୁଅଛି, କ'ଣ କ'ଣ ଡକ୍ୟୁମେଣ୍ଟ ମାଗୁଅଛି, ଫୁଲ୍ ଇନଫର୍ମେସନ୍ ଡିସ୍କସନ୍ କରିନେବା। ତ ସାଙ୍ଗମାନେ ଦେଖିପାରୁଥିବେ ଓଡ଼ିଶା ପୋଲିସ ଜୁନିୟର କ୍ଲର୍କ ପାଇଁ ଏଠି ପୋଷ୍ଟ ଅଛି, ଯାହାକି 177ଟି ପୋଷ୍ଟ ରହୁଅଛି। ଏବଂ ପରେ ତାକୁ ଟିକେ ସ୍କ୍ରଲ୍ କରିନେବେ ଏବଂ ତଳକୁ ଟିକେ ସ୍କ୍ରଲ୍ କଲା ପରେ ଏଠି ଦେଖିପାରୁଥିବେ ଅର୍ଗାନାଇଜେସନ୍ ନେମ୍ଟି ଅଛି OPMRP କଟକ GOVT ଅଫିସ୍ ଓଡ଼ିଶା। ଏବଂ ଟାଇପ୍ ଅଫ୍ ଜବ୍ଟି ରହୁଛି ରେଗୁଲାର ବେସିକ୍ ଏବଂ କାଟାଗୋରୀ ରହୁଛି ଗଭର୍ଣ୍ଣମେଣ୍ଟ ଜବ୍। ଏବଂ ନେମ୍ ଅଫ୍ ଦି ପୋଷ୍ଟ ରହୁଛି ଜୁନିୟର କ୍ଲର୍କ ପାଇଁ। ଏବଂ ଟୋଟାଲ୍ ପୋଷ୍ଟ ରହୁଛି 177 ଏବଂ ଆପ୍ଲିକେସନ୍ ମୋଡ଼୍ ରହୁଛି ଅନଲାଇନ୍ ମାଧ୍ୟମରେ ଏଥିରେ ଆପଣ ଆବେଦନ କରିପାରିବେ। ଏବଂ ହୁ କ୍ୟାନ୍ ଆପ୍ଲାଏ ନା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍, ଆମ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନେ ଏଠି ଆବେଦନ କରିପାରିବେ। ଏବଂ ପ୍ଲେସ୍ ଅଫ୍ ପୋଷ୍ଟିଂ ରହୁଛି ଓଡ଼ିଶା ମଧ୍ୟରେ ଏହାର ପୋଷ୍ଟିଂଟି ରହିବ। ଏବଂ ଲାଷ୍ଟ ଡେଟ୍ ସାଙ୍ଗମାନେ ମେନ୍ସନ୍ ନାହିଁ, ଆଭେଲେବୁଲ୍ ସୁନ୍ ଅଛି। ଜେଣ୍ଡରଟି ତ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଅଛି, ଉଭୟ ପୁରୁଷ ମହିଳା ଏଥିରେ ଆବେଦନ କରିପାରିବେ। ଏବଂ ପରେ ଦେଖିନେବା ଏହାର ଏଜୁକେସନାଲ୍ କ୍ୱାଲିଫିକେସନ୍। ତ ସାଙ୍ଗମାନେ ଆପଣ ଏଥିରେ +2 ପାସ୍ କରିଥିବେ ଏବଂ ଆପଣଙ୍କର କମ୍ପ୍ୟୁଟର ନଲେଜ୍ ଥିବ, ତାହେଲେ ଏଥିରେ ଆପଣ ଏଲିଜିବୁଲ୍ ହୋଇପାରିବେ, ଆପଣ ଏଥିରେ ଆବେଦନ କରିପାରିବେ। ଏବଂ ପରେ ଦେଖିନେବା ଏହାର ଏଜ୍ ଲିମିଟ୍। ତ ସାଙ୍ଗମାନେ ଏଥିରେ ମିନିମମ୍ ଏଜ୍ ମାଗୁଅଛି 21 ବର୍ଷ ଏବଂ ମ୍ୟାକ୍ସିମମ୍ ଏଜ୍ ମାଗୁଅଛି 38 ବର୍ଷ। କିଛି ମଧ୍ୟ ରିଲାକ୍ସେସନ୍ ଦିଆଯାଇଛି ଗଭର୍ଣ୍ଣମେଣ୍ଟ ରୁଲ୍ସ ଅନୁସାରେ। ଫର୍ OBC ଷ୍ଟୁଡେଣ୍ଟ ପାଇଁ 3 ବର୍ଷ ଏକ୍ସଟ୍ରା, ଫର୍ SC/ST ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ ପାଇଁ 5 ବର୍ଷ ଏକ୍ସଟ୍ରା, ଫର୍ ଏକ୍ସ ସର୍ଭିସମ୍ୟାନ୍ ପାଇଁ 5 ବର୍ଷ ଏକ୍ସଟ୍ରା। ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ ହେଇଥିବେ ପ୍ଲସ୍ SC/ST ରହିଥିବେ ତାହେଲେ 15 ବର୍ଷର ରିଲାକ୍ସେସନ୍ ମିଳିପାରିବ। ପରେ ଦେଖିନେବା ଏହାର ସାଲେରୀ କଥା। ତ ସାଙ୍ଗମାନେ ସାଲେରୀ ଏଠି ମେନ୍ସନ୍ ନାହିଁ, କିନ୍ତୁ ଗଭର୍ଣ୍ଣମେଣ୍ଟ ତରଫରୁ ବହୁତ ଭଲ ସାଲେରୀ ମିଳିବ। ପରେ ଦେଖିନେବା ଏହାର ସିଲେକ୍ସନ୍ ପ୍ରୋସେସ୍। ସାଙ୍ଗମାନେ ଏଥିରେ ତ ଆପଣଙ୍କର ରିଟେନ୍ ଏକ୍ଜାମିନେସନ୍ ହେବ ଏବଂ ପରେ ପ୍ରାକ୍ଟିକାଲ୍ ଟେଷ୍ଟ ହେବ, ଡକୁମେଣ୍ଟ ଭେରିଫିକେସନ୍ ହେବ ଏବଂ ମେଡ଼ିକାଲ୍ ଟେଷ୍ଟ ପରେ ଆପଣଙ୍କୁ ଏ ଜବ୍ଟି ମିଳିପାରିବ। ଏବଂ ପରେ ଦେଖିନେବା ଏଥିରେ ଆପ୍ଲିକେସନ୍ ଫି। ସାଙ୍ଗମାନେ ଆପ୍ଲିକେସନ୍ ଫି ମେନ୍ସନ୍ ନାହିଁ, ଅପଡ଼େଟ୍ ସୁନ୍ ଅଛି ଫର୍ ଜେନେରାଲ୍ କ୍ୟାଣ୍ଡିଡେଟ୍, ଫର୍ EWS କ୍ୟାଣ୍ଡିଡେଟ୍, ଫର୍ OBC କ୍ୟାଣ୍ଡିଡେଟ୍, ଫର୍ PhD ଫିମେଲ୍ କ୍ୟାଣ୍ଡିଡେଟ୍, ଫର୍ SC/ST କ୍ୟାଣ୍ଡିଡେଟ୍ ସମସ୍ତଙ୍କ ପାଇଁ ଏଥିରେ ଅପଡ଼େଟ୍ ସୁନ୍ ଅଛି, ମେନ୍ସନ୍ ନାହିଁ। ଯେତେବେଳେ ବି ଏହାର ଇନଫର୍ମେସନ୍ ଆସିବ ମୁଁ ବତେଇଦେବି ଭିଡ଼ିଓ ମାଧ୍ୟମରେ। ଆମ ସହିତ ଯୋଡ଼ି ରହିଥାନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଯେବେ ବି ନୂତନ ଭିଡ଼ିଓ ଆସିବ ଆପଣ ସର୍ବପ୍ରଥମେ ପାଇପାରିବେ। ଏବଂ ପରେ ଦେଖିନିଅନ୍ତୁ ଏହାର କିଛି ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟ HSCC ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, 10th +2 ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, ସ୍କାନ୍ ସିଗ୍ନେଚର, କାଷ୍ଟ ସାର୍ଟିଫିକେଟ୍, ଆଧାର କାର୍ଡ଼, ରେସିଡେଣ୍ଟ ସାର୍ଟିଫିକେଟ୍, ସେଲ୍ଫ ଆଟାଚ୍ ପାସପୋର୍ଟ ସାଇଜ୍ ଫଟୋ, ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ୍ ନମ୍ବର, ଷ୍ଟେଟ୍ ଆଉ ଡିଷ୍ଟ୍ରିକ୍ଟର, ଇମେଲ୍ ID ଆଣ୍ଡ ମୋବାଇଲ୍ ନମ୍ବର ଆପଣଙ୍କର ଦରକାର ହେବ। ତ ଆମେ ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟ ଦେଖିନେଲେ। ପରେ ଦେଖିନେବା ଏହାର ଇମ୍ପୋର୍ଟାଣ୍ଟ ଡେଟ୍। ତ ସାଙ୍ଗମାନେ ଏହା ତ ଷ୍ଟାର୍ଟ ହୋଇଗଲାଣି ଆସନ୍ତା କାଲିଠୁ ଏବଂ ଏହାର ଆପ୍ଲାଏ ଲାଷ୍ଟ ଡେଟ୍ ସାଙ୍ଗମାନେ ମେନ୍ସନ୍ ନାହିଁ, ମୁଁ ବତେଇଦେବି ଭିଡ଼ିଓ ମାଧ୍ୟମରେ। ଯେବେ ବି ଏହାର ଇନଫର୍ମେସନ୍ ଆସିବ ତଳକୁ ଟିକେ ସ୍କ୍ରଲ୍ କଲା ପରେ ଏଠି ଦେଖିପାରୁଥିବେ ଲେଖାଯାଇଛି ଇମ୍ପୋର୍ଟାଣ୍ଟ ଲିଙ୍କ୍ ଏବଂ ଏଠି ଲେଖାଯାଇଛି ନୋଟିଫିକେସନ୍ PDF ଲିଙ୍କ୍। ଏଇଠି ଆପଣମାନେ କ୍ଲିକ୍ କରି ନୋଟିଫିକେସନ୍ଟିକୁ ଭଲ ଭାବରେ ପଢ଼ିବେ ଏବଂ ଆବେଦନ କରିନେବେ। ଏ ନୋଟିଫିକେସନ୍ ଲିଙ୍କ୍ ଭିଡ଼ିଓ ଡେସ୍କ୍ରିପସନରେ ମିଳିଯିବ, ଆପଣ ଡାଇରେକ୍ଟ ଲିଙ୍କରେ କ୍ଲିକ୍ କରି ଏ ନୋଟିଫିକେସନ୍ଟି ଭଲ ଭାବରେ ପଢ଼ି ନେବେ। ତ ସାଙ୍ଗମାନେ ଇଏ ଥିଲା କିଛି ଇନଫର୍ମେସନାଲ୍ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସହ ସବସ୍କ୍ରାଇବ୍ କରିବା ଜମାରୁ ଭୁଲିବେ ନାହିଁ। ଆଜି ପାଇଁ ଏତିକିରେ ବିଦାୟ ନେଉଛି, ରହୁଛି। ଜୟ ଜଗନ୍ନାଥ।